ଦୁର୍ବଳ ହୃଦୟରେ ପ୍ରେମ ଭକ୍ତିର ସ୍ଥାନ ନାହିଁ। ପରର ଦୁର୍ଦ୍ଦଶା ଦେଖି, ପରର ବ୍ୟଥା ଦେଖି, ପରର ମୃତ୍ୟୁ ଦେଖି ନିଜର ଦୁର୍ଦ୍ଦଶା, ବ୍ୟଥା ବା ମୃତ୍ୟୁର ଆଶଙ୍କା କରି ଭାଙ୍ଗି ପଡ଼ିବା, ଝାଉଁଳି ପଡ଼ିବା ବା କାନ୍ଦି ଆକୁଳ ହେବା, ସେ ସବୁ ହେଉଛି ଦୁର୍ବଳତା। ଯେଉଁମାନେ ଶକ୍ତିମାନ ସେମାନେ ଯାହା ବି କରନ୍ତୁ, ସେମାନଙ୍କର ନଜର କିନ୍ତୁ ନିରାକରଣ ଦିଗରେ, ଯେପରି ସେ ସବୁ ଅବସ୍ଥାରେ ଆଉ କେହି ବିଧ୍ୱସ୍ତ ନ ହୁଅନ୍ତି। ପ୍ରେମର ସହିତ ତାହାର ଉପାୟ ଚିନ୍ତା କରିବା ବୁଦ୍ଧଦେବଙ୍କର ଯାହା ହୋଇଥିଲା। ଏହା ହିଁ ହେଉଛି ସବଳ ହୃଦୟର ଦୃଷ୍ଟାନ୍ତ। ତୁମେ କୁହ ନା ତୁମେ ଭୀରୁ, କୁହ ନା ତୁମେ କାପୁରୁଷ, କୁହ ନା ତୁମେ ଦୁରାଶୟ। ପିତାଙ୍କ ଆଡ଼କୁ ନଜର କର, ଆବେଗ ଭରେ କୁହ, ହେ ପିତା, ମୁଁ ତୁମରି ସନ୍ତାନ। ମୋର ଆଉ ଜଡ଼ତା ନାହିଁ, ଆଉ ଦୁର୍ବଳତା ନାହିଁ। ମୁଁ ଆଉ କାପୁରୁଷ ନୁହେଁ। ମୁଁ ଆଉ ତୁମକୁ ଭୁଲି ନର୍କ ଆଡ଼କୁ ଦୌଡ଼ି ଯିବି ନାହିଁ, ଆଉ ତୁମର ଜ୍ୟୋତି ଆଡ଼କୁ ପଛ କରି ଅନ୍ଧକାର ଅନ୍ଧକାର ବୋଲି ଚିତ୍କାର କରିବି ନାହିଁ। ଅନୁତାପ କର, କିନ୍ତୁ ସ୍ମରଣ ରଖ, ଯେପରି ପୁନରାୟ ଅନୁତପ୍ତ ହେବାକୁ ନ ପଡ଼େ। ଯେତେବେଳେ ତୁମର କୁକର୍ମ ପାଇଁ ତୁମେ ଅନୁତପ୍ତ ହେବ, ସେତେବେଳେ ପରମପିତା ତୁମକୁ କ୍ଷମା କରିବେ। ଆଉ କ୍ଷମା ପାଇଲେ ହିଁ ବୁଝିପାରିବ ତୁମ ହୃଦୟରେ ପବିତ୍ର ସାନ୍ତ୍ୱନା ଆସୁଛି। ଆଉ ଯାହା ହେଲେ ବି ତୁମେ ବିନୀତ, ଶାନ୍ତ ଓ ଆନନ୍ଦିତ ହେବ। ଯେ ଅନୁତପ୍ତ ହୋଇ ମଧ୍ୟ ପୁନରାୟ ସେହି ପ୍ରକାର ଦୁଷ୍କର୍ମରେ ରତ ରୁହେ, ବୁଝିବାକୁ ହେବ ସେ ସତ୍ୟ ହିଁ ଅତ୍ୟନ୍ତ ଦୁର୍ଗତିରେ ପୀଡ଼ିତ ହେବ। କେବଳ ମୁହେଁ ମୁହେଁ ଅନୁତାପ କରିବା ଅନୁତାପ ନୁହେଁ, ତାହା ଆହୁରି ଅନ୍ତରରେ ଅନୁତାପ ଆସିବାର ଅନ୍ତରାୟ। ପ୍ରକୃତ ଅନୁତାପ ଆସିଲେ ତାହାର ସମସ୍ତ ଲକ୍ଷଣ ହିଁ ଉଣାଧିକରେ ପ୍ରକାଶ ପାଇବ। ଜଗତରେ ମଣିଷ ଯେତେ ଯାହା ଦୁଃଖ ପାଏ, ତାହାର ଅଧିକାଂଶ ହିଁ କାମିନୀ କାଞ୍ଚନ ପ୍ରତି ଆସକ୍ତିରୁ ଆସେ। ସେ ଦୁଇଟା ପାଖରୁ ଯେତିକି ଦୂରେଇ ରହିବ, ସେତିକି ମଙ୍ଗଳ ହେବ। ଭଗବାନ ଶ୍ରୀ ରାମକୃଷ୍ଣ ଦେବ ସମସ୍ତଙ୍କୁ ବିଶେଷ ଭାବରେ କହିଛନ୍ତି, କାମିନୀ କାଞ୍ଚନ ପାଖରୁ ତଫାତ୍ ତଫାତ୍ ଖୁବ୍ ତଫାତ୍ ରୁହ। କାମିନୀ ଠାରୁ କାମ ବାଦ୍ ଦେଲେ ହିଁ ସେ ମା ହୋଇପଡ଼ନ୍ତି। ବିଷ ଅମୃତ ହୋଇଗଲା, ଆଉ ମା କେବଳ ମା କାମିନୀ ନୁହେଁ। ମା ଶେଷରେ ଗା ଦେଇ ଭାବିଲେ ହିଁ ସର୍ବନାଶ ହୋଇଥାଏ। ସାବଧାନ, ମାକୁ ମାଗି ଭାବି ମର ନାହିଁ। ପ୍ରତ୍ୟେକଙ୍କର ମା ହିଁ ଜଗତ୍ ଜନନୀ। ପ୍ରତ୍ୟେକ ଝିଅ ହିଁ ନିଜ ମାର ବିଭିନ୍ନ ରୂପ, ଏହିପରି ଭାବିବାକୁ ହୁଏ। ମାତୃଭାବ ହୃଦୟରେ ପ୍ରତିଷ୍ଠିତ ନ ହେଲେ ସ୍ତ୍ରୀ ଲୋକଙ୍କୁ ଛୁଇଁବା ଅନୁଚିତ। ଯେତେ ଦୂରରେ ରହିବାର ସେତେ ଭଲ। ଏପରିକି ମୁଖ ଦର୍ଶନ ନ କରିବା ଆହୁରି ଭଲ। ମୋର କାମ କ୍ରୋଧ ଆଦି ଗଲା ନାହିଁ ବୋଲି ଚିତ୍କାର କଲେ କେବେ ହେଲେ ସେଗୁଡ଼ିକ ଯାଏ ନାହିଁ। ଏପରି କର୍ମ, ଏପରି ଚିନ୍ତା ଅଭ୍ୟାସ କରି ନେବାକୁ ହେବ, ଯହିଁରେ କାମ କ୍ରୋଧ ଆଦିରେ ଗନ୍ଧ ବି ନଥିବ। ମନ ଯାହାଦ୍ୱାରା ସେସବୁ ଭୁଲି ଯାଉଥିବ। ମନରେ କାମ କ୍ରୋଧାଦିର ଭାବ ନ ଆସିଲେ କିପରି ତାହା ପ୍ରକାଶ ପାଇବ? ଉଚ୍ଚତାର ଉଦାର ଭାବରେ ନିମଜ୍ଜିତ ରହିବା। ସୃଷ୍ଟି ତତ୍ତ୍ୱ, ଗଣିତ ବିଦ୍ୟା, ରସାୟନିକ ଶାସ୍ତ୍ର ଇତ୍ୟାଦିରେ ଆଲୋଚନାରେ କାମରିପୁର ଦମନ ହୁଏ। କାମିନୀ କାଞ୍ଚନ ସମ୍ବନ୍ଧୀୟ ଯେ କୌଣସି ରକମର ଆଲୋଚନା ହିଁ ସେଥିପ୍ରତି ଆସକ୍ତି ଆଣି ଦେଇପାରେ। ସେ ସବୁ ଆଲୋଚନାରୁ ଯେତେ ଦୂରେଇ ରହିପାରିବେ ସେତେ ଭଲ। ସଂକୋଚ ହିଁ ଦୁଃଖ ଏବଂ ପ୍ରସାରଣ ହିଁ ସୁଖ। ଯହିଁରେ ହୃଦୟରେ ଦୁର୍ବଳତା ଆସେ, ଭୟ ଆସେ,
ତହିଁରେ ହିଁ ଆନନ୍ଦର ଅଭାବ, ଆଉ ତାହା ହିଁ ଦୁଃଖ। ଚାହିଁବାଟା ନ ପାଇବା ହିଁ ଦୁଃଖ। କିଛି ଚାହ ନାହିଁ, ସବୁ ଅବସ୍ଥାରେ ରାଜି ଥାଅ। ଦୁଃଖ ତୁମର କ'ଣ କରିବ? ଦୁଃଖ କାହାରି ପ୍ରକୃତିଗତ ନୁହେଁ, ତାକୁ ଇଚ୍ଛା କରିଲେ ହିଁ ତଡ଼ି ଦିଆଯାଇପାରେ। ପରମ ପିତା ନିକଟରେ ପ୍ରାର୍ଥନା କର, ତୁମର ଇଚ୍ଛା ହିଁ ମଙ୍ଗଳ। ମୁଁ ଜାଣେ ନା କେଉଁଥିରେ ମୋର ମଙ୍ଗଳ। ମୋ ଭିତରେ ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ, ଆଉ ସେଥିପାଇଁ ତୁମେ ରାଜି ଥାଅ। ଆନନ୍ଦରେ ରହିବ, ଦୁଃଖ ତୁମକୁ ସ୍ପର୍ଶ କରିବ ନାହିଁ। କାହାରି ଦୁଃଖର କାରଣ ହୁଅ ନା, କେହି ତୁମର ଦୁଃଖର କାରଣ ହେବେ ନାହିଁ। ଦୁଃଖ ବି ଏକ ରକମ ଭାବ, ସୁଖ ବି ଏକ ରକମ ଭାବ। ଅଭାବର ବା ଚାହିଦାର ଭାବଟା ହିଁ ଦୁଃଖ। ତୁମେ ଜଗତରେ ହଜାର କରି ମଧ୍ୟ ଦୁଃଖ ନଷ୍ଟ କରିପାରିବ ନାହିଁ, ଯେ ପର୍ଯ୍ୟନ୍ତ ତୁମ ହୃଦୟରୁ ସେହି ଅଭାବର ଭାବଟା ହିଁ କାଢ଼ି ନ ଦେଇଛ। ଆଉ ଧର୍ମ ହିଁ ତାହା କରିପାରେ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ।